ଅମନ ଯାଉଛୁ କି ଢେଙ୍କାନାଳ ଢେଙ୍କାନାଳ ତମେ ଯାଉଛୁ? ତତେ ବେମାର ହେଇଛି। ମୁଁ ପୁରା ସୁନ୍ଦର ଦେଖାଯାଉଛି, ମତେ କୁଆଡ଼େ ବେମାର ହେଇଛି। ତ ବସ୍ ଛାଡ଼ିବାରେ ବହୁତ ଡେରି ହେଇଗଲା, ତ ସେତେବେଳେ ବହୁତ ଶୋଷ ଲାଗିଲାଣି, ତ ମୁଁ ଯାଇଥିଲି ଦୋକାନକୁ ଗୋଟେ ଡ୍ରିଙ୍କ ଆଣିବା ପାଇଁ। ଫାଇନାଲି ଆସି ଅପା ଘରେ ପହଞ୍ଚିଗଲୁ। ଟିକେ ବାଟ ଚାଲି ଚାଲି ଆସିବା ଭିତରେ ବହୁତ ଶୀତ ଲାଗୁଥିଲା। ଆସିଲୁ। ଆମେ ଖାଇ ପିଇ ବାହାରି ଯାଇଥିଲୁ ମାର୍କେଟ। ମୁଁ ଏଇଠି ସ୍କୁଟି ଚଲାଇବା ପାଇଁ ଟ୍ରାଏ କରୁଥିଲି, ବସି ପଡ଼ିଥିଲି, ସ୍କୁଟିକୁ ଉଠେଇ ଦେଉଥିଲି କିନ୍ତୁ ଚଲେଇ ପାରୁନଥିଲି। ଚଲାଇବା ପାଇଁ ଟିକେ ଟାଇମ୍ ଲାଗିବ ଆଉ। ବୁଲାବୁଲି ସାରି ଆମେ ପୁଣି ରିଟର୍ନ ଘରକୁ ବାହାରିଥିଲୁ ଯିବା ପାଇଁ ଘରକୁ। ଆମେ ଏବେ ବସଷ୍ଟାଣ୍ଡ ଆସିଥିଲୁ। ମୋ ବଡ଼ ଭଉଣୀ ସାଙ୍ଗରେ ମୁଁ ଆସିଥିଲି ଢେଙ୍କାନାଳ, କିନ୍ତୁ ଦେଖନ୍ତୁ ସେ ଶୋଇଛି। ସେ ମୋତେ ଜଗିବାକୁ ଆଇଛି ନା ମୁଁ ତାକୁ ଜଗିବାକୁ ଆଇଛି ମୁଁ ବୁଝିପାରୁନି। ଆମେ ଏବେ ଆସିକି କାମାକ୍ଷାରେ ପହଞ୍ଚିଗଲୁ, ତ ମୋତେ କିଛି ଗୋଟେ ନୂଆ ଟ୍ରାଏ କରିବାକୁ ଇଚ୍ଛା ହେଉଥିଲା, ତ ମୁଁ ଆଣିଥିଲି ଓରିଓ ଡେରି ମିଲ୍କ। ତାକୁ ମୁଁ କେବେ ବି ଟ୍ରାଏ କରିନଥିଲି। ଆଉ ଢେଙ୍କାନାଳରୁ ବି ନୂଆ ଜୋତା ଧରିକି ଆସିଥିଲି, କେମିତି ଲାଗିବ ମୋତେ କହିବେ। ମୁଁ ଯେଉଁ ଚକୋଲେଟ୍ ରଖିଥିଲି ଘରେ ଖାଇବା ପାଇଁ, ତାକୁ ମୁଁ ଏଇଠି ହିଁ ଖୋଲିକି ଖାଇ ଦେଇଥିଲି। ବାବା ଆସିବାକୁ ବହୁତ ହି ଡେରି କଲେଣି। ଫାଇନାଲି ବାବା ଆସିଗଲେ, ଆମେ ଘରକୁ ଯାଉଛୁ।